ହେ ନନ୍ଦରାଜନ, ଭକ୍ତପ୍ରବର ଅକ୍ରୂର ବେଳ ହେଉଛି ଉଛୁର, ଯିବୁ ଆମ୍ଭେ ମଥୁରା ରାଜ୍ୟକୁ। ମହାରାଜା କଂସ ଦେଇଛନ୍ତି ଆଦେଶ, ଯେମିତି ହେଲେ କୃଷ୍ଣ ବଳରାମ ଭାତୃଦ୍ୱୟଙ୍କୁ ଏ ଗୋପରୁ ମଥୁରା ଯିବାକୁ ହିଁ ପଡ଼ିବ। ଏବେ ଚିନ୍ତା ନ କରି ଆମ୍ଭଙ୍କୁ ଅନୁମତି ଦିଅନ୍ତୁ, ଯିବୁ ଆମ୍ଭେ ସେହି ମଥୁରା ନଗରୀ। ନା ନା ଅକ୍ରୂର, ବିଶେଷ ଅଧିବେଶନରେ ଏହି ପ୍ରସ୍ତାବ ଗୃହୀତ ହୋଇଛି ଯେ କି ପ୍ରସ୍ତାବ ଗୃହୀତ ହୋଇଛି? ରାମକୃଷ୍ଣ ବିନା ଅନ୍ୟ ସମସ୍ତ ସାମଗ୍ରୀ ସତେବାର ଦୁଗ୍ଧ ସତେବାର ଦଧି ଦେଇ ଆମେ ତୁମକୁ ସେହି ଗୋପପୁରରୁ ମଥୁରାକୁ ଫେରାଇ ଦେବୁ ଖାଲି ରଥ ଘେନି। ତେଣୁ ଅନୁରୋଧ ରକ୍ଷା କର ସହୋଦର, ଖାଲି ରଥ ଘେନି ଫେରିଯାଅ এই ଗୋପନଗରୁ। ଅସମ୍ଭବ ଏହା, ରାଜ ଆଜ୍ଞା ଅବଶ୍ୟ ମତେ ପାଳନ କରିବାକୁ ପଡ଼ିବ। ଆପଣ ତ ଜାଣନ୍ତି ସେଇ କଂସାସୁର ନୃଶଂସ ଅତ୍ୟାଚାରୀ, ସେ ଯଦି କୋପ କରେ ତାହେଲେ ସମଗ୍ର ଗୋପପୁର କରିଦେବ ଧ୍ୱଂସ। ଆପଣ ବୁଝନ୍ତୁ, କୃଷ୍ଣ ବଳରାମଙ୍କର କୌଣସି କ୍ଷତି ହେବ ନାହିଁ କେବେ। ଛାଇ ଭଳି ତାଙ୍କରି ଚତୁଃପାର୍ଶ୍ୱେ ସଦା ରହିଥିବେ ମୁହିଁ। ନା ନା ଅକ୍ରୂର, ସେପରି ମିଠା ବଚନ କହି ମୋତେ ଭୁଲେଇବାକୁ ଚେଷ୍ଟା କର ନା। ତୁମେ ଯାଦବ କୁଳର କୁଳ ତିଲକ ଭକ୍ତପ୍ରବର ଅକ୍ରୂର, କିନ୍ତୁ ମୋତେ ସେଇ କଂସର ଦୁରାତ୍ମ ଧମକ ଦେଇ ନେବା ପାଇଁ ବାଧ୍ୟ କରିବାକୁ କହୁଛ। ନା ନା, ସେ ଗୋପ ଧ୍ୱଂସ ହେଉ ସେଇ ଗୋବର୍ଦ୍ଧନ। ମୁଁ ଛାଡ଼ିବିନି ମୋବେଣୀ କୁମାର, ସେ ଯାହା ବଜେ ଘରୁ ମୁଁ ମଧ୍ୟ ଗୋପପତି ନନ୍ଦ, ଗୋପ ରକ୍ଷା କରିବା ମୋ ଧର୍ମ, କେବେ ହେଲେ ମୁଁ ଛାଡ଼ିବିନି ମୋବେଣୀ କୁମାର। ହେ ଅକ୍ରୂର, ଚାଲିଯାଅ ବିନା କୃଷ୍ଣ ଏବଂ ବଳରାମ ବିନା ଖାଲି ରଥ ଘେନି ସେ ମଥୁରପୁରକୁ। ଅସମ୍ଭବ ଏହା, ବାତ୍ସଲ୍ୟ ମମତାରେ ବାନ୍ଧି ହୋଇ ଯାଇଛନ୍ତି ଆପଣ, ତେଣୁ ବାରଣ କରୁଛନ୍ତି କୃଷ୍ଣ ବଳରାମଙ୍କୁ ନେବା ପାଇଁ। ଚାରି ଦିନ କେବେ ଛାଡ଼ି ପାରିବିନି ମୋବେଣୀ କୁମାର। ନଗରୀ ନା ପୁତ୍ର ନା, ମୁଁ ତତେ ଗୋଟେ ମୁହୂର୍ତ୍ତ ନ ଦେଖିଲେ ରହିପାରେ ନାହିଁ ରେ। ଚାରି ଦିନ, ହେ ମା ପାଇଁ 4 ଯୁଗ। ନା ନା, ମୋ ପୁତ୍ର ମାନଙ୍କୁ ମୁଁ ଛାଡ଼ି ରହିପାରିବିନି। ତୁ ସେମିତି କହନା କାହ୍ନୁ, ତୁ ଯିବା ପାଇଁ ମନ ବଲା ନା ରେ, ତୁ ଯିବା ପାଇଁ ମନ ବଲା ନା। ମା, କଂସ ରାଜା ପରେ ଆମର ମାମୁଁ, ଆମକୁ କିଛି ହେବ ନାହିଁ, ଆମେ 4 ଦିନ ପରେ ଫେରି ଆସିବୁ। ଆରେ ତମେ ଜାଣିନ, ସେ କଂସ ଭଲ ନୁହଁ ରେ, ସେ କଂସ ଭଲ ନୁହଁ, ସେ କପଟି। ସେ ତମମାନଙ୍କୁ ଡାକିଛି ମାରିବା ପାଇଁ। ତମେ ଜାଣିନ, ମୁଁ ତମକୁ ଛାଡ଼ି ରହିପାରିବିନି, ପୁତ୍ର, ରହିପାରିବିନି। ନୀଳ ମଣିରେ ଏହା ନ କହ ତୁହି, ନୀଳ ମଣିରେ ଏହା ନ କହ ତୁହି, একইর মনে বিতুলা, একইর মনে বিতুলা, মোর চিরা কে মন্ট মুহি, নীলমণি রে এহা নকহ তুহি, নীলমণি রে। ଯିବା ପାଇଁ ମନ ବଲା ନା ରେ ପୁତ୍ର, ଛାଡ଼ି ରହିପାରିବିନି। ତୁ ବୁଝୁନୁ ଭାଇ, ତୁ ଯିବା ପାଇଁ ମନ ବଲା ନା। ଗୋଟିଏ ପଟେ ମହାରାଜ କଂସର ଆଦେଶ, ଅନ୍ୟ ପଟେ ମାର ମମତା। ବନେ ଗଲେ ତୁହି ଧେନୁ ଚରାଇ, ବନେ ଗଲେ
ପାଇଁ ମନ ବୋଲାଅ ନା। ତୁ ଏମିତି ଭଗବାନରେ ତତେ ଛାଡ଼ି ରହିପାରିବିନି। ନିମିଷକେ କୋଟି ଯୁଗ ବଣାଇଟି, ନିମିଷକେ କୋଟି ଯୁଗ ବଣାଇଟି, ତୋ ବିନା ମୋରା ମୋ କଳା କହ୍ନାଇ ନୀଳମଣିରେ ଏହାନକ ତୁହି ନୀଳମଣିରେ। ଯିବା ପାଇଁ ମନ ବଲା ନା ପୁତ୍ର, ସେଠି କେତେ ହାତୀ ଘୋଡ଼ା କେତେ ଜିନିଷ ଏ କି ଲୀଳା ତୋର ପ୍ରଭୁ, ଏ କି ଲୀଳା ତୋର, ରହିପାରିବିନି। ଏ କି ତୋର ତତେ ଅପୂର୍ବ ଗୋଟେ ଲୀଳା। ମୁହୂର୍ତ୍ତ ନ ଦେଖିଲେ ମୁଁ ରହିପାରେନି। ତୁ ଯିବା ପାଇଁ ମନ ବଲା ନା ପୁତ୍ର। ନା ନା, ମୁଁ ତତେ ଛାଡ଼ି ରହିପାରିବିନି। ତୁ ଯିବା ପାଇଁ ମନ ବଲା ନା, ତୁ ଯିବା ପାଇଁ ମନ ବଲା ନା ରେ ପୁତ୍ର। ତତେ ଗୋଟେ ମୁହୂର୍ତ୍ତ ନ ଦେଖିଲେ ହେ ମାର ମନଟା କେତେ ବିଚଳିତ ହେଇଯାଏ। ତୁ ଯେତେବେଳେ ବନକୁ ଧେନୁ ଚରେଇବା ପାଇଁ ଯାଉ, ହେ ମାଟା ଅନେଇ ଅନେଇ ବସିଥାଏ। ଆଉ ତୁ କହୁଛୁ ଚାରି ଦିନ ସେଇ ମଥୁରା ନଗରୀକୁ ଯିବୁ। ନା ପୁତ୍ର ନା, ମୁଁ ତତେ ଛାଡ଼ି ପାରିବିନି। ଆମେ 4 ଦିନ ପରେ ନିଶ୍ଚୟ ଫେରି ଆସିବୁ ମା, ଆମକୁ କିଛି ହେବ ନାହିଁ। 4 ଦିନ 4 ଯୁଗ ପୁରୀ ଲାଗିବ। କ୍ଷଣ ନ ଦେଖିଲେ ମୁଁ ହୋଇଯାଏ ଅନ୍ଧ, ମୁଁ ନନ୍ଦ ତତେ କ୍ଷଣ ନ ଦେଖିଲେ ହୋଇଯାଏ ଅନ୍ଧ। ହେ ଯଶୋଦେ, ତେଣୁ ମୁଁ କେବେ ଛାଡ଼ିବିନି। ହେ ରାଜନ, ତିଳେ ମାତ୍ର ଚିନ୍ତା କରନ୍ତୁ ନାହିଁ। ମାତ୍ର 4 ଦିନ ରହି ନା ନା, ତୁମରି ମୋ ପୁତ୍ରକୁ ମୁଁ କୃଷ୍ଣ ଛାଡ଼ି ବଳରାମ ପାରିବିନି। ପୁଣି ଫେରି ଆସିବେ ତୁମରି କୋଳକୁ। ହେ ଅକ୍ରୁର, ତମେ ଫେରି ଯାଅ ସେଇ ମଥୁରା ନଗର, ତମେ ଫେରି ଯାଅ ସେଇ ମଥୁରା ନଗର। ମୋ ଶିଶୁ ପୁତ୍ରକୁ ମୁଁ ତମ ସଙ୍ଗତରେ ଛାଡ଼ି ପାରିବିନି। ତମେ ଫେରି ଯାଅ ଅକ୍ରୁର, ହେ ତମେ ଯଶୋଦେ, ଫେରି ଯାଅ। ରାଜକାର୍ଯ୍ୟ କରିବା ପାଇଁ ଆସିଅଛି ମୋ ମଥୁରାରୁ ଗୋପ। ଧନ୍ୟ ଧନ୍ୟ ଯଶୋଦେ, ମୁଁ ଛାଡ଼ି ଧନ୍ୟ ପାରିବିନି। ତୁମ ବାତ୍ସଲ୍ୟ ମମତା। ମୋ ହୃଦୟ କୃଷ୍ଣ ବଳରାମଙ୍କୁ ନେବା ପାଇଁ ମୋର ବଳୁନାହିଁ ମନ, ହେଲେ ରାଜା ଆଜ୍ଞା କେବଳ କରୁଛି ପାଳନ। ଯଦି ରାଜା ଆଜ୍ଞା ନା ନା, ନ କରିବେ ମୁଁ ପାଳନ, ମୋ ତାହେଲେ ପୁତ୍ରକୁ ଛାଡ଼ି ମୁଁ ସେଇ ରହିପାରିବିନି। ରାଜା କଂସ ଶିରଚ୍ଛେଦ କରିବ ମୋହନ। ମୋରି ଅନୁରୋଧ ଘେନା କରନ୍ତୁ ଯଶୋଦେ। ନା କୃଷ୍ଣ ବଳରାମଙ୍କୁ 4 ଦିନ ପାଇଁ ମୋ ସାଥିରେ ଯିବାକୁ ଦିଅନ୍ତୁ। ନା ନା, ମୋ ପୁତ୍ରକୁ ମୁଁ ଛାଡ଼ି ପାରିବିନି। 4 ଦିନ ରହି ସେଇ ମଥୁରା ରାଜ୍ୟରେ ପୁଣି ଫେରି ଆସିବେ ତୁମରି କୋଳକୁ। ନା ନା, ରାଜ ଆଜ୍ଞା କେଉଁ ରାଜ୍ୟ ଆଜ୍ଞା ପାଳନ କରିବାକୁ କହୁଛ? ଅକ୍ରୁର, ତୁମେ ଯାଦବ ପ୍ରବର ଭକ୍ତ ଥିବ, କିନ୍ତୁ ରାଜ ଆଜ୍ଞା ତେଣୁ କେବେ ହେଲେ ମୁଁ ଛାଡ଼ିବିନି। ଫେରି ଯାଅ ଖାଲି ରଥ ଘେନି ସେଇ ମଥୁରା ନଗର। ଶୁଣ ହେ ଯଶୋଦେ, ଶୁଣ ମୋହର ବଚନ। ଶୁଣ ହେ ଯଶୋଦେ, ଶୁଣ ମୋହର ବଚନ। 4 ଦିନ ରହି ଫେରିବେ ଯେ କୃଷ୍ଣ ରାମ କଥା ମାନ, ଆଗ କଥା ମାନ। କେଉଁ ଅଛି ତୁହି ଯେ ବଚନ ଗো। ତମେ ଫେରି ଯାଅ ସେଇ ମଥୁରାକୁ। ହେ ପ୍ରଭୁ ଲୀଳାମୟ, ମୋ ପୁତ୍ରକୁ ମୁଁ ଛାଡ଼ି ହେ ପ୍ରଭୁ ଧୀର ବାନ୍ଧବ, ଏ କି ଲୀଳା ତୋର ପ୍ରଭୁ, ଏ କି ଲୀଳା। ଆଜି ଏ ସଫଳ ଆସୁତାକୁ ଦଣ୍ଡରେ ପକାଇ ଦେଉଛ କାହିଁକି?
ଅନୁରୋଧ ମୋ ପୁତ୍ରକୁ ମୁଁ ଛାଡ଼ି ପାରିବିନି ମୋ ପୁତ୍ରକୁ ମୁଁ ଛାଡ଼ି ପାରିବିନି हे যশোদে तुम्हारी ये आकुल क्रंदना सुनी तुम्हारी ये हृदय যন্ত্রণা দর্শন করি সর্বাঙ্গ শরীর মন हुए প্রকম্পিত রাজা আজ্ঞা করিণ পালন রাজকার্য পাই আসিছি অবশ্য এই গোপনক্রে হেলে চিন্তা কর ନାହିଁ ଏ ଯଶୋଦେ ମାତ୍ର ରହି 4 ଦିନ ପୁଣି ଫେରି ଆସିବେ ତୁମରି କୁମାର କୃଷ୍ଣ ବଳରାମ এই ଗୋପପୁରେ না না অপুর কদাপি সম্ভব নহে মালি রাঙ্কা সংকালি মো নেত্র পিতুলি কংস দূত হে মো গলার কাত মালি কংস দূত হে ପରୀକ୍ଷାରେ ପକାଉଛ ପ୍ରଭୁ ମତେ ତୋର ଲୀଳା ମୁଁ ବୁଝିପାରୁନାହିଁ ପ୍ରଭୁ নকমতে কথা দিও না মো মনে দারুণ ব্যথা কংস দূত হে নিরন্তরে মোর কন্যাই চিন্তা কংস দূত হে एक ही लीला तोर प्रभु एक ही लीला तोर तुम संगीत कुंडले ए पिंडे प्राण की रहिब भले कंस दूत हे सबु कन्हई मोरा दिले कंस दूत हे যাহা কলে করো কংস গোপে পাছে মতে ন দেও বাস কংস দূত হে একা কৃষ্ণ মোর সর্বস্ব কংস দূত হে ଯିବା ପାଇଁ ମନ ଭଲା ରହିପାରିବିନି ଛାଡ଼ି ପାରିବିନି आहा के অপূর্ব শোভারে কোড়ে ধরি কৃষ্ণ বিকলে কানন্তি নন্দরাণী গোপপুরে ধন্য হে যশোদে ধন্য তুম্ভ বাৎসল্য মমতা তোমার ইয়ে বাৎসল্য মমতা করিল দর্শন কৃষ্ণ বলরামଙ୍କୁ ନେବା ପାଇଁ ମରୁନାହିଁ ମନ ହେଲେ ଏହି ରାଜା ଆଜ୍ଞା କେବଳ କରୁଛି ପାଳନ
কিং কর্তব্য বেমুরাম কুহ কোন রাজা আজ্ঞা পালন করিবা উচিত নহ হে অক্রুর, হে 10 মাস 10 দিন এই গর্ভরে ধরি এ মা ଯୋଉ ଯନ୍ତ୍ରଣା ପାଇଛି ସେଇଟା କ'ଣ ତମକୁ ଦେଖାଯାଉନି ଅକ୍ରୂର? ତମେ ନିଷ୍ଠୁର, ତମେ ନିଷ୍ଠୁର। ହେ ଅକ୍ରୂର, ତମ ନାଁ ଅକ୍ରୂର ଦେନାଛି, ତମ ନାଁ ଅକ୍ରୂର, ତମ ନାଁ ଅକ୍ରୂର। ହେ ମାର ମମତା କ'ଣ ତମକୁ ଦେଖାଯାଉନି? ମୋ ବେନି ପୁତ୍ରକୁ ମୁଁ ଛାଡ଼ି ରହିପାରିବିନି, ମୁଁ ତମ ସଙ୍ଗତରେ ମୋ ବେନି ପୁତ୍ରକୁ ଛାଡ଼ି ପାରିବିନି ଅକ୍ରୂର। ତମେ ଘେନି ଯାଅ ସେଇ ମଥୁରାପୁରକୁ, ତମେ ଘେନି ଯାଅ ସେଇ ହେ ମଥୁରାପୁରକୁ। ପ୍ରଭୁ ଏ କି ଦ୍ୱନ୍ଦ୍ୱରେ ପକାଉଛ ପ୍ରଭୁ ଏ କି ଦ୍ୱନ୍ଦ୍ୱରେ ପକାଉଛ ମତେ ହେ ଲୀଳାମୟ ସବୁ ତୋରି ଲୀଳା ପ୍ରଭୁ ସବୁ ତୋରି ଲୀଳା ତୋ କାର୍ଯ୍ୟ ତୁ ଏବେ କର ପ୍ରଭୁ ନା ପୁତ୍ର, ମୁଁ ତ ତୁ ନିମିତ୍ତ ଅବୁଝା ମାତ୍ର ହ ନା ରେ। ତୁ ଜାଣିନୁ ସେଠି କେତେ ଘୋଡ଼ା, ହାତୀ, ଅସୁର, ଅସୁରୁଣୀ, କେତେ ଜିନିଷ ଅଛନ୍ତି। ତୁ ଡରିଯିବୁ ପୁତ୍ର, ତୁ ଯିବା ପାଇଁ ମନ ବୋଲା ନା ରେ, ତୁ ଯିବା ପାଇଁ ମନ ବୋଲା ନା। ହଁ ମା, ତମେ ଚିନ୍ତା କର ନାହିଁ। ଆମେ 4 ଦିନ ପରେ ମଥୁରାର ଗୋପ ତମ କୋଲକୁ ଫେରି ଆସିବୁ ମା। ତୁ ବୁଝୁନୁ କାହିଁକି? ହଟ କର ନା ପୁତ୍ର, ତୁ ହଟ କର ନା ରେ। ତୁ ପରା ଯେତେବେଳେ ଧେନୁ ଚରେଇବା ପାଇଁ ବନକୁ ଯାଇଥାଉ ଏ ମାର ମନଟା କେତେ ବିକଳ ହେଇଥାଏ, ତୁ କ'ଣ ଜାଣିପାରୁନୁ? ତୁ ଯିବା ପାଇଁ ମନ ବୋଲା ନା ପୁତ୍ର, ସେଠି ଯିବା ପାଇଁ ମନ ବୋଲା ନା। ମା ତୁମେ ଏମିତି ଅବୁଝା ହଉଛ କିପରି? ଆମେ ପରେ 4 ଦିନ ପରେ ଫେରି ଆସିବୁ। ନା ନା ପୁତ୍ର, ମୁଁ ତମକୁ ଗୋଟେ ମୁହୂର୍ତ୍ତ ନ ଦେଖିଲେ ରହିପାରେନି ରେ। ମୁଁ ତମକୁ 4 ଦିନ ରହିପାରିବିନି ପୁତ୍ର, ରହିପାରିବିନି, ହେ ଯଶୋଦେ ରହିପାରିବିନି। କୃଷ୍ଣ ବଳରାମ ଠିକ କହୁଛନ୍ତି ମାତ୍ର 4 ଦିନ ରହି ପୁଣି ଫେରି ଆସିବେ ତୁମ ଗୌରୀ କୋଳକୁ ନା ନା ବିଶ୍ୱାସ କର ହେ ଗୋପପୁରବାସୀ, ତମେ ମାନେ କ'ଣ ମା ନୁହଁ? ହେ ମାର ମନ କଥା କ'ଣ ବୁଝିପାରୁନ? ହେ ଧେନୁ, ତମେ କ'ଣ ଜାଣିପାରୁନ? ଆଜି ଏ ଯମୁନା ନଈ ନିଶବ୍ଦ, କାହିଁ କୁଲୁକୁଲୁ ପବନ ଆଉ ଶବ୍ଦ ହଉନି? ହେ ମାର ମନ କଥା ସମସ୍ତେ ବୁଝ। ହେ ଭଗବାନ, ମତେ କ'ଣ ଏଇ ଦିନ ଦେଖିବାର ଥିଲା? ମତେ କ'ଣ ଏଇ ଦିନ ଦେଖିବାର ଥିଲା? ମୋ ବେନି ପୁତ୍ରକୁ ମୁଁ ଛାଡ଼ି ରହିପାରିବିନି। ଶାନ୍ତି ହ ଯଶୋମତୀ ଛାଡ଼ିବାନି ଆମ ବେନି କୁମରକୁ। ହେ ପ୍ରଭୁ ଏମତି ରୋଦନ କର ନାହିଁ, କ୍ଷାନ୍ତ ହୁଅ, କ୍ଷାନ୍ତ ହୁଅ। କେଉଁ କାର୍ଯ୍ୟ ପାଖରେ ପଛ କଣ କେମିତି ବୁଝାଇବି ମାର ହୃଦୟକୁ ହେ ଅକ୍ରୂର, ତୁମେ ମୋ ସହୋଦର ଆସିଥିଲ ଏଇ ଗୋପ ନଗରକୁ। ମୁଁ ତୁମ ପୁଷ୍ପମାଲ୍ୟ ବୋଲି ଗଲେ ଲମ୍ବାଇ ନଥିଲି, ଏବେ କାଳ ସର୍ପ ହିଁ ଦଂଶନ କରୁଛ ଏ ଗୋପ ନଗରକୁ। ସେଇ ବିଷୟରେ ଗୋପ ନଗରୀ ଧ୍ୱଂସ ହୋଇଯିବ। ହେ ନନ୍ଦ ରାଜା ଅଣ୍ଟି ଛୁରୀ ତଣ୍ଟି ହେଇ କାଟୁଛ, ତେଣୁ ତେଣୁ ଫେରିଯାଅ ଏ ଗୋପ ନଗରୁ। ବୁଝିବାକୁ ଚେଷ୍ଟା କର হে ରାଜନ ରାଜା ଆଜ୍ଞା ଘେନି ଆସିଅଛି ମୋହି କେବଳ ମୋରି କର୍ତ୍ତବ୍ୟ ମୁଁ ହଟ କର ନା କରୁଛି ବାବା। ପାଳନ ତୁ ଯିବା ପାଇଁ ହଟ କର୍ତ୍ତବ୍ୟ କର ନା ରେ। କର୍ତ୍ତବ୍ୟ ଆଉ କାହିଁ କର୍ତ୍ତବ୍ୟ ସେଠି ଅଛି? ମନ ବୋଲା ନା। ତୋତେ ଟିକେ ନ ଦେଖିଲେ ମୁଁ ରହିପାରେନି ଧନ। ମୁଁ ତୋ ବିନା 4 ଦିନ ବଞ୍ଚି ପାରିବିନି ରେ। ଏ ଦିନରୁ ପ୍ରାଣ ଚାଲିଯିବ ଧନ। ତୁ ସେମିତି ହ ନା, ତୁ ଅବୁଝା ହ ନା ଧନ, ତୁ ଅବୁଝା ହ ନା ରେ। କ୍ଷାନ୍ତ ହବ ଯଶୋଦେ, ଛାଡ଼ିବାନି ଆମ ବେଣୀ କୁମରକୁ। କ୍ଷାନ୍ତ ହୁଅ, ନ ହୁଅ ଅଧୀର। ମା ମନ ଅଧୀର ହେବ, ଅଧୀର ହବନି, ଛାଡ଼ିବାନି ଆମ ବେଣୀ କୁମରକୁ।
হে অক্রূর হেই দেখ গোপর সমাচার দেখ কেই সেই ନାଇଁ ପୁତ୍ର ଗିରି ଗୋବର୍ଦ୍ଧନର ପାହାଡ଼ରୁ ପଥରରୁ ଝର ଝର ହରି ନୀର ବହୁଛି ସେଇ କଦମ୍ବ ଫୁଲ ଆଉ କଦମ୍ବ ସେଇ ପୁଷ୍ପିତ ହୋଇନାହିଁ ସେଇ କଦମ୍ବ ଗଛରୁ ମଧ୍ୟ ଝର ଝର ହୋଇ ନୀର ବହୁଛି ହେଇ ଦେଖ ଏଇ ଗୋପର ମଣିକୁ କିପରି କେଶବାସ ଜନ୍ମାଲେ ପକାଲେ ପାଗଳି ପରି କ୍ରନ୍ଦନ କରୁଛି ha କୃଷ୍ଣ ବୋଲି ତେଣୁ ଏ ଅକ୍ରୂର ଦେବା ପାଇଁ ବାଧ୍ୟ କର ନାହିଁ ହୋବେନି ତୁମର ହେଇ ଦେଖ ସେଇ ଗାଈକୁ ସେଇ ଗାଈଟା ତାକୁ ଘିଅ ଦାନ କରୁନାହିଁ ଜାଣେ କହି ସାକ୍ଷାତ ସମସ୍ତ ଗୋପାଳ ତଥା ଗୋପାଳଗଣ ଆଜି କୃଷ୍ଣଙ୍କ ବିରହରେ ଦେବା ପାଇଁ ବାଧ୍ୟ କରୁନାହିଁ ମୁଁ କେବେ ଛାଡ଼ି ପାରିବି ହୋବେନି ତୁମର ଫେରିଯାଅ ଖାଲି ରସଗାନି ମଥୁରାପୁର ହେଲେ ମୋରି କର୍ତ୍ତବ୍ୟ ପଦେ ପାଳନ କରିବାକୁ ପଡ଼ିବ ରାଜା ଆଜ୍ଞା ଘେନି ଆସିଅଛି ମୋହି ମଥୁରାରୁ ଗୋପ ମୁଁ ଛାଡ଼ି ପାରିବିନି ମୋ ପୁତ୍ରମାନଙ୍କୁ ଛାଡ଼ି ରହିପାରିବିନି ହେ ଅକ୍ରୂର ନା ଜାଣିଥିଲୁ ଆମେ ରାଜଦୂତ ଅତିଥି ହୋଇ ଆସିଥିଲ ବୋଲି ହେଲେ ମାନଙ୍କୁ ଛାଡ଼ି ମୁଁ ରହିପାରିବି ଛଳନା କପଟ ତୁମ ହୃଦୟରେ ଭରି ରହିଛି ଅକ୍ରୂର ମୁଁ କୌଣସି ଛଳନା କିମ୍ବା କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଆସିନାହିଁ ଏଇ ଗୋପପୁରୀକୁ ମୋତେ ବିଶ୍ୱାସ କର କେବଳ ରାଜା ଆଜ୍ଞା କରିହୁଣା ପାଳନ ଆସିଅଛି ମୁହିଁ ଏଇ ଗୋପପୁରୀ ଆମେ ରାଜାଙ୍କୁ ଟିକେ ବୁଝାଅ ମୋରି ସାଥିରେ କୃଷ୍ଣ ବଳରାମ ଯିବେ ଗୋପରୁ ମଥୁରା କିପରି ବିଶ୍ୱାସ କରିବ ଅକ୍ରୂର ସହୋଧର ହୋଇ ତୁମେ ଅଙ୍କି ତଣ୍ଟି କାଟୁଛ ପୁଷ୍ପମାଲ୍ୟ ହୋଇ ତୁମେ ନାଗସର୍ପକୁ ଦଂଶନ କରୁଛ ତେଣୁ କିପରି ମୁଁ ସେଇ ଯାଦବ କୁଳ ଶ୍ରେଷ୍ଠ ଭକ୍ତ ପ୍ରବରକୁ ମୁଁ ବିଶ୍ୱାସ କରିବି ଆମେ 4 ଦିନ ପରେ ଗୋପପୁରକୁ ଫେରି ଆସିବୁ ନା ରେ ପୁତ୍ର ତମେ ଜାଣିନ ସେଇ କପଟି ରାଜାର କଥା ସେ କଂସ ଧନୁଯାତ୍ରା କରୁନାହିଁ ରେ ସେ କପଟି ଯାତ୍ରା କରୁଛି ତମେ ବୁଝୁନ କଣ ପାଇଁ ପୁତ୍ର ତମେ ବୁଝୁନ କଣ ପାଇଁ ଗୋଟିଏ ପଞ୍ଜୁରୀରୁ ସାରି ଯେପରି ଉଡ଼ିଯାଏ ଗୋଟିଏ ପିଣ୍ଡରୁ ପ୍ରାଣ ଯେମିତି ଚାଲିଯାଏ ସେମିତି ଏକ ମାର ହୃଦୟରୁ ମୁଁ ତାଙ୍କରି ପ୍ରାଣ କାଢ଼ି ନେବାକୁ ଯାଉଛି ଧନ୍ୟ ହେ ପ୍ରଭୁ ଏ କି ତୋର ବିଚିତ୍ର ଲୀଳା ଏ କି ଦ୍ୱନ୍ଦ୍ୱରେ ଆଜି ପକାଇଛୁ ମୋତେ ଏ ଘୋର ସଂକଟରୁ ମୋତେ ଉଦ୍ଧାର କର ପ୍ରଭୁ ଏ ଘୋର ସଂକଟରୁ ମୋତେ ଉଦ୍ଧାର କର ତୁ କାହିଁ ହଟ କରୁଛୁ ପୁତ୍ର ତୁ ସେଠି ଯିବା ପାଇଁ ମନ କଲା ନା ତୁ ପରା ନିଜ ଛାଇକୁ ଦେଖିଲେ ଡରି ଯାଉ ଆଉ ସେଠି କେତେ ଅସୁରୁଣୀ ଅଛନ୍ତି ପୁତ୍ର ତୁ ଡରି ଯିବୁ ତୁ ସେଠି ଯିବା ପାଇଁ ମନ କଲା ନା ରେ ତୁ ଯିବା ପାଇଁ ମନ କଲା ନା ମା ତମେ ଚିନ୍ତା କର ନାହିଁ ଆମେ 4 ଦିନ ପରେ ମଥୁରାକୁ ଫେରି ଆସିବୁ আরে বাবু শ্যাম ঘন তু গলে মধুবন কাহা মুখ নাই বলিবি হে বদ সরি শূন্য অস্থির জীবন বিহনে জেনে রাজা বিনে জেনে গ্রাম দেশরে জীবন বিহনে জেনে
ଏ ଗୀତ କନୁରା କରାଉ ଥାଉ ତୁହି ତବି ଅନ୍ୟ ନା काले चतुर समा ले बीबी कारी तू समा निटारे के उठी मोगारी काको अंजना देवी पुत्र पारी छुआई पितंगु मागिणो पारी रे जीवन हे কথা तुम्हारी जीवी मोरी নিচে দেবে জীব মধু রে জীবন কথা তোমারি দিবে মরি বিকার কেন কুসুমে কহিছু বেজ কালাটারে দেবী চিতা কাকনে সুন্দর কঞ্জীবী রে মোরা সবাই করুতিবি চিন্তা জীবন কামুদুলি দেবী পথি ମାର ବିକଳ କ୍ରନ୍ଦନ ଦେଖି ଅସହ୍ୟ ହୋଇଯାଉଛି ହୃଦୟ ମୋହର ଏବେ କରିବୁ କଣ ନା ସେଇ ବିଳାପଙ୍କର ଇଚ୍ଛା ଏ ଅକ୍ରୁର ତମେ ଫେରି ଯାଅ ମୋ ପୁତ୍ରକେ ମୁଁ ଛାଡ଼ି ରହିପାରିବିନି ତମେ ଫେରି ଯାଅ ଅକ୍ରୁର ତମେ ଫେରି ଯାଅ ହେ କୃଷ୍ଣ ହେ ଦାମୋଦର তো কার্য তুহি এবে কর মোটে তমাতর বাধ্য କରୁଛି ଅକ୍ରୁର ଦେବା ପାଇଁ ତେଣୁ ସେ শান্ত হো ছাড়িবানি শান্ত হো যশোমতী করি করাউ থাউ তুহি অভিন অভিন অন্য গতি নাই तुझे बापाई मोने बोला ना तुझे
হে যশোদে হে ନନ୍ଦ ରାଜନ କୃଷ୍ଣ ବଳରାମ ସାମାନ୍ୟ ବାଳକ ରୁହନ୍ତି ଯେତେବେଳେ ମଧୁଭୁବନରୁ ଫେରି ଆସିବେ ଗୋପନଗରୀକୁ ତେବେ ଯାଇ ବୁଝିବ କୃଷ୍ଣ ବଳରାମ କିଏ 8 ବର୍ଷ ପର୍ଯ୍ୟନ୍ତ କରିଛ ପାଳନ ହେଲେ ଏତେ ଦିନ ପର୍ଯ୍ୟନ୍ତ ବୁଝିପାରିଲନି ଜାଣିପାରିଲନି ତୁମ୍ଭେ କିଏ କୃଷ୍ଣ କିଏ ବଳରାମ ଏଡ଼େ ମାତ୍ର ଚିନ୍ତା କର ନାହିଁ ଯଶୋଦେ ମାତ୍ର ରହି 4 ଦିନ ତୁମରି ନୟନ ପିତୁଳା କୃଷ୍ଣ ବଳରାମ ପୁଣି ଫେରି ଆସିବେ ତୁମରି ଗୃହକୁ ବଚନ ଦେଉଅଛି ମୁହିଁ ତମେ କାନ୍ଦ ନା ମା ଆଉ କାନ୍ଦ ନା ମା ବିକଳ ହୋଇ କାନ୍ଦ ନା ମା ବିକଳ ହୋଇ ଦରୁଜାତ ଦେଖି ସୁପେ ଦରୁଜାତ ଦେଖି ସୁପେ ଆସିବୁ ଫେରି କାନ୍ଦ ନା मुझे कंस राज କରିଛନ୍ତି ନିମନ୍ତ୍ରଣ ମୁझे कंस राज କରିଛନ୍ତି ନିମନ୍ତ୍ରଣ ନହେଲେ ହେବ ଦୂଷଣ ନହେଲେ ହେବ ଦୂଷଣ ଥାଉ ଧୈର୍ଯ୍ୟ ଧରି ଆଉ କାନ୍ଦ ନା ବିକଳ ହୋଇ କାନ୍ଦ ନା ବିକଳ ହୋଇ ବିକଳ ହୋଇ ନିଶ୍ଚୟ ଭାବରେ ପ୍ରବୋଧନା ଦେବେ ମାଙ୍କୁ ତାଙ୍କର ଶୁଭେ ଶୁଭେ ଘେରି ଯିବେ କୃଷ୍ଣ ବଳରାମେ ଗୋପରୁ ଯିବା ପାଇଁ ମନ ବୋଲା ନା ମୁଁ ତୋତେ ଛାଡ଼ି ରହିପାରିବିନି ପୁତ୍ର ମା ଦାଦି ଅଖିର ଠିକ କହୁଛନ୍ତି ଆମେ 4 ଦିନ ପରେ ମଥୁରାରୁ ଗୋପ ଫେରି ଆସିବୁ ମା ନା ନା ହେ ମହାରାଜ ତମେ କଣ ଦେଖିପାରୁନ ଏ ମାର ମମତା ଶେଷକୁ ତମେ ବି ନିଷ୍ଠୁର ହେଇଯାଇଛ ନା ନା ଯଶୋଦା ପିତା ପୁଣି ରାଜା ମୋତେ ରାଜାର କର୍ତ୍ତବ୍ୟ କରିବାକୁ ପଡ଼ିବ ପୁଣି ପୁତ୍ରା ମୋ ପୁଣି ପିତା କେତେବେଳେ ଛାଡ଼ିଦେଲେ ମୋତେ ପାଗଳ ହୋଇଗଲ ଆପଣ ଧୈର୍ଯ୍ୟ ଧରନ୍ତୁ ହେ ରାଜନ ଜାଣେ ମୁହିଁ ତୁମର କୃଷ୍ଣ ବଳରାମଙ୍କ ପ୍ରତି ବାତ୍ସଲ୍ୟ ପ୍ରେମ ହେଲେ ରାଜା ଆଜ୍ଞା କରିବାକୁ ପାଳନ ଆସିଅଛି ମୁହିଁ ଗୋପନ କୃଷ୍ଣ ବଳରାମଙ୍କୁ ଯଦି ନେଇ ନ ଯିବି ସେହି ମଥୁରା ରାଜ୍ୟକୁ ତାହେଲେ ଶିରଚ୍ଛେଦ ହୋଇବ ମୋହର ସେପଟେ ରାଜକାର୍ଯ୍ୟ ଏପଟେ ପିତା ମାତାଙ୍କ ମମତା କେଉଁ କାର୍ଯ୍ୟକୁ ବା କରିବି ବାରଣ ମୁଁ ଜୀବନ ନୁହନ୍ତି ପୁରା ଗୋପ ଫୁଲର ଜୀବନ ଗୋପ ମାସିଙ୍କର ଜୀବନ ଜାଣେ ବୃକ୍ଷ ଲତା ଜାଣେ ମୁହିଁ
তোর ভাই ସମସ୍ତଙ୍କର ଜୀବନ ଯଦି ଶରୀରରୁ ଜୀବନ ଚାଲିଯାଏ କିପରି ଅବସ୍ଥା ହେବ ଏଇ ଗୋପପୁର ଏକ ମନ୍ଦନରେ ଭାସିଯିବ ଏବଂ ତମକୁ ଦୋଷ ଲାଗିବ ଗୋପପୁରର ବଂଶର हे प्रभु ଦଣ୍ଡରେ ତୁମେ ଦଣ୍ଡିତ ହେବ निज माताଙ୍କୁ ଦିଅନ୍ତୁ ପ୍ରବୋଧନ ପାପୀ ହେବ ତୁମେ ତେଣୁ ଫେରିଯାଅ ନିଜ ବଂଶ ଚାଲ ବଂଶ ଧ୍ୱଂସ କରିବା ପାଇଁ ତୁମକୁ ଅପବାଦ ସହିବାକୁ ପଡ଼ିବ ତେଣୁ ହେ ଅକ୍ରୁର ଅନୁରୋଧ କରୁଛି ତୁମେ ଫେରିଯାଅ କୃଷ୍ଣ ବଳ ସେଇ ମଥୁରା हे अक्रूर हीरा नीला मोती माणिक्य ସବୁ କିଛି ନେଇଯାଅ ହେଲେ ମୋ ଶିଶୁ ପୁତ୍ରକୁ ନିଅ ନା ଏ ମାଠୁ ତାଙ୍କ ପୁତ୍ରକୁ ଅଲଗା କର ନା ହେ ଅକ୍रूର ଧନ ସମ୍ପତ୍ତି ଯେତିକି ଅଛି ନେଇଯାଅ ହେଲେ ମାଠୁ ତା ପୁତ୍ରକୁ ଅଲଗା କର ନା ଅକ୍रूର ଏ କଣ କହୁଛ ଯଶୋଦେ ହୀରା ନୀଳ ମୋତି ମାଣିକ୍ୟ ଅଷ୍ଟରତ୍ନ ଏସବୁ ନେଇ କରିବି କଣ କେବଳ ରାଜା ଆଜ୍ଞା କରୁଛି ପାଳନ ରାଜାଙ୍କର ଆଦେଶରେ ଆସିଅଛି ଏହି ଗୋପପୁରୀ କୃଷ୍ଣ ବଳରାମ हे भगवान କେବଳ କୃଷ୍ଣ ବଳରାମକୁ ଏଇ ହିଁ ଦେଖିବାର ଥିଲା ନେଇଯିବି ମୁଁ ଗୋପରୁ ମଥୁରା ମା ତମେ ଚିନ୍ତା କର ନା ମା ମୁଁ କାହ୍ନୁ ସାଙ୍ଗେ ସଦାବେଳେ ରହିବି କାହାକୁ କିଛି ହେବ ନାହିଁ ଆରେ ତୁ ତ ତାଠୁ ବଡ ବଲରେ ବଡ ବୁଦ୍ଧିରେ ବଡ ସବୁ କାମରେ ବଡ ତାକୁ ତୁ ବୁଝ କାହ୍ନକୁ ଟିକେ ବୁଝ ଧନ କାହ୍ନକୁ ଟିକେ ବୁଝ ସେ ଛାଡି ଯିବନି ମୁଁ ତାକୁ ଛାଡି ରହିପାରିବିନି ମୁଁ ଛାଡି ପାରିବିନି हे अक्रूर तुम फेरी जाओ ସେଇ ମଥୁରାପୁରକୁ ମା ଏମିତି ଅବୁଝା ହେଉଛ କିପରି କାହ୍ନୁକୁ କିଛି ହେବ ନାହିଁ ମୁଁ ସଦାବେଳେ ତା ସାଙ୍ଗରେ ରହିବି ଆରେ ନା ନା ତମେ ଜାଣିନ ସେ କପଟି କଂସ ତମକୁ କପଟ ଯାତ୍ରା ପାଇଁ ଡାକିଛି ରେ ତମେ ଜାଣିନ ମୁଁ ଛାଡ଼ି ପାରିବିନି ମୋ ପୁତ୍ରକୁ ଛାଡ଼ି ପାରିବିନି ଆହା ଅପୂର୍ବ ଲୀଳା ପ୍ରଭୁଙ୍କର हे महाराज अक्रूरକୁ କହିଦିଅ ସେ ଫେରିଯିବେ ମୋ ପୁତ୍ରକୁ ମୁଁ ଛାଡ଼ି ପାରିବିନି ତାଙ୍କ ସଙ୍ଗତରେ ସେ ଫେରି ଯାଆନ୍ତୁ ମୁଁ ଛାଡ଼ି ପାରିବିନି हे कृष्ण हे बलराम निज माताଙ୍କୁ ଦିଅନ୍ତୁ ପ୍ରବୋଧନ ନିଶ୍ଚୟ ନିଶ୍ଚୟ ତୁମରି କଥାକୁ ମାନିବେ ସେ ଯଶୋଦା ରାଣୀ ମନା କରିବେନି କେବେ ଟିକେ ବୁଝାଅ ମୋ ଶିଶୁ ପୁତ୍ରକୁ ମୁଁ ଛାଡ଼ି ପାରିବିନି ମୁଁ ଛାଡ଼ି ପାରିବିନି ମା ତମେ ଚିନ୍ତା କର ନା ମା ବେଳ ହେଉଛି ଉଠିର ଆମେ ଜଲ୍ଦି କରି ଆସିବୁ 4 ଦିନ ପରେ ଫେରି ଆସିବୁ ମନେ କିଛି ଚିନ୍ତା ନ କର ଗୋ ମାତା କହୁଛୁ ଝୁଲି ସିଏ ବୋଲି ମଧୁରା ନଗରିବ ସୁରେ ଝିଅ ଆମେ ଲାଇ ଛାଡ଼ ମନରୁ ଗଲେ ସୁରେ ଝିଅ ଆମେ 4 ଦିନ ଫେରି ଆସିବୁ ତମେ ଚିନ୍ତା କର ନାହିଁ দেখি তো যাত আসিব তুরিত তুমরি সুদয় স্নেহ মেলাড়ি দিয় মা বলি গো বেল হেউ
বেগে জীব পরা মাগো ঘরগু বেলা হেউ ছুর মা তুমি চিন্তা করো নাই আমি জলদি ফেরি আসিবু হে ভগবান মতে কাই তুমি এতে বড় দণ্ড দৌছ হে মার কথা তুমি কোন জানি পারুন শেষরে এই দিন দেখিবার ଥିଲା হে মার দুঃখ বেদনা কিছু বুঝি পারিলানি ভগবান হে ভগবান ହେ ଯଶୋଦେ ହେ ନନ୍ଦ ରାଜା ଟିକେ ବୁଝିବାକୁ ଚେଷ୍ଟା କର ତୁମେ କୌଣସି କ୍ଷତି ହେବ ନାହିଁ କେବେ କୃଷ୍ଣ ବଳରାମଙ୍କର ମାତ୍ର 4 ଦିନ ରହିବେ ସେ ମଥୁରା ରାଜ୍ୟରେ ଧନୁଯାତ୍ରା ମହୋତ୍ସବ ଉପଭୋଗ କରି ଫେରି ଆସିବେ ପୁଣି ଏଇ ଗୋପଲକ୍ରେ हे बलराम तू बुझा खानु को बुझा छाड़ी रही पारिबिनी शिशु पुत्र को মা তুমি চিন্তা করো নাই আমি 4 দিন পরে পুনি মথুরার গোপকু ফেরি আসিবু তুমি চিন্তা করো নাই মা আমি ধনুযাত্রা দেখি বলে বহুত খুশি হবু মা মাত্র 4 দিন পরে আমি ফেরি আসিবু 4 दिन मो पाई 4 जुग सदृश गोटे मुहूर्त न देखिले तम बेनी पुत्र मार मन विचलित हो जाए तमें कहीं बुझुन आज कहीं गोपपुरवासी निशब्द रही जाए माँ मैंने मार कथा कौन बुझी पारु न मार दुख वेदना कौन तुमको देखा जाऊनी पुत्र को छाड़ी रही पारिनी ओ माँ जो तो पुत्र को दूरे दियंती छाड़ी रही पारिनी पुत्र छाड़ी रही पारिनी ହେ ଯଶୋଦେ ବେଳ ହେଉଛି ଉଚ୍ଚର ଯିବୁ ଆମ୍ଭେ ମଥୁରା ନଗରୀ ଏବେ ଅତି ଶୀଘ୍ର ଦିଅ ହେବେଲାଣି हे भगवान तुम्हें ही सर्वे सर्वा मते ही दुख देवार थिला मो शिशु पुत्र को छोड़ेबार थिला हे माँ को एते दुख देवार थिला हे प्रभु तुम्हें ही सबु किछि बोलो ଧନ୍ୟ ଧନ୍ୟ तू ହେ ଯଶୋଦେ ବଡ଼ ନା ତୁ ବଳରେ ଧନ୍ୟ ବଡ଼ ତୁମ ବୁଦ୍ଧିରେ ପୁତ୍ର ବଡ଼ ସବୁଥିରେ ତୁ ବଡ଼ କାନୁକୁ ସବୁବେଳେ ପାଖେ ପାଖେ ରଖିଥିବୁ ହଁ ମା ମୁଁ ତୁମ ବଚନର ପାଳନ କରିବି ମୁଁ ସଦାବେଳେ କାନୁନ ସହ ରଖିବି ଶୁଣ ରେ ବଳରାମ ମୋ କାନୁଟି ତତେ ଲାଗିଲା ଜାଣ ବଳରାମ ରେ ଅତି ବୁଝା ମଗନ ଶ୍ୟାମ ବଳରାମ संगे संगे रहिथिबु हे कोटिया ताकू छाड़ी न देबु बलराम रे जेड़े गले हाथ धरिथिबु बलराम
तुझे बड़े बड़ियारा অতি দুর্বলম ঘন সুন্দর বড়র মরে দেখি সর মজার বড়র মরে নয়তে চাতুর ঘড়ি কন্দিছে মধুরা পুরা বড়র মরে বড়া ওই বাটে বড় বড়র মরে ঝাড়ি রইবারি গানକୁ ମୁଁ ଛାଡ଼ି ରହିପାରିବିନି ମୋ ଗାନକୁ ମୁଁ ଛାଡ଼ି ରହିପାରିବିନି যশোদে শান্ত হো যশোদে ମୋ ଗାନକୁ ଛାଡ଼ି ମୁଁ ରହିପାରିବିନି শান্ত হো শান্ত হো যশোদে ମୋ ଗାନକୁ ଛାଡ଼ି ମୁଁ ରହିପାରିବିନି ଧୈର୍ଯ୍ୟ ଧର ହେ ଯଶୋଦେ 4 ଦିନ ରହି ମାତ୍ର 4 ଦିନ ରହି ପୁଣି ଫେରି ଆସିବେ ତୁମରି କୋଳକୁ ମାଠୁ ପୁଅକୁ ଦୂର କର ନାହିଁ ମାର ମୋ ଶିଶୁ ପୁତ୍ରକୁ ମୁଁ ଛାଡ଼ି ରହିପାରିବିନି যশোপতি রানী যদি বিধির বিধান শ্যাম ঘর জিরে মধুপুর বিধির বিধান কে করিব বিধির বিধান কে করিব ଛାଡ଼ି ମୁଁ ରହିପାରିବିନି ক্ষমা কর